ସମସ୍ତଙ୍କୁ ଆଜି ଅପରାହ୍ନର ଶୁଭ ନମସ୍କାର। ଆମର ତରୁଣ ସମାଜ, ପ୍ରିୟ ଛାତ୍ରଛାତ୍ରୀ ସମସ୍ତଙ୍କୁ ଅତି ଆନ୍ତରିକ ଶୁଭେଚ୍ଛା ଆଉ ଅଜସ୍ର ସ୍ନେହ। ଆଜି ଯେଉଁ ବିଷୟରେ ମୁଁ କହିବା ପାଇଁ ଯାଉଛି ତାହା ହେଲା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରେଷ୍ଠ କାବ୍ୟ ତପସ୍ୱିନୀରେ ଥିବା ସୀତାଙ୍କ ପତ୍ର ବିଷୟରେ। ସମସ୍ତେ ଜାଣିଛନ୍ତି ଯେ ସୀତା କିପରି ଭାବରେ ଅଯୋଧ୍ୟାରୁ ନିର୍ବାସିତା ହୋଇ ବାଲ୍ମୀକି ଆଶ୍ରମରେ ଆଶ୍ରୟ ଗ୍ରହଣ କଲେ। ଆଉ ତାପରେ ଯେତେବେଳେ ସେ ଶୁଣିଛନ୍ତି ଯେ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ ନିର୍ବାହ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ନିୟମ ଅନୁସାରେ ତାଙ୍କ ପାଖରେ ତାଙ୍କ ପତ୍ନୀ ରହିବା ପ୍ରୟୋଜନ। ସୀତା ଭାବୁଛନ୍ତି ଯେ ଯେହେତୁ ସେ ନାହାନ୍ତି, ନିଶ୍ଚିତ ଭାବରେ ରାମଚନ୍ଦ୍ର ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବେ। ସାହିତ୍ୟର ସମାଲୋଚକମାନଙ୍କୁ ଗୋଟେ ସୁନ୍ଦର ସୁଯୋଗ ମିଳିଲା। କି ସୁଯୋଗ? ଯେ ସେମାନେ କହିଲେ ଯେ ଗଙ୍ଗାଧର ଯେଉଁ ସୀତାଙ୍କୁ ଦେବୀ ଭାବରେ ପରିକଳ୍ପନା କରିଛନ୍ତି, ତାଙ୍କର ଦିବ୍ୟ ଆଚରଣ, ତାଙ୍କର ଦିବ୍ୟ କଥୋପକଥନ, ତାଙ୍କର ଦିବ୍ୟ ସ୍ୱପ୍ନ, ଦିବ୍ୟ ଭାବନା ଏସବୁକୁ ଲେଖିଛନ୍ତି। ଏଇ ପତ୍ର ଲେଖିବା ବେଳେ ସେଇ ଦିବ୍ୟତାର ଚିହ୍ନ ଆଉ ରହିନାହିଁ। କ'ଣ ରହିଛି? ମାନବତାର ଚିହ୍ନ ଅଛି। ସେ ଜଣେ ମାନବୀ, ଜଣେ ମଣିଷ ଯେମିତି ସୌତୁଣୀକୁ ଯେମିତି ସାମାନ୍ୟ ଈର୍ଷା କରେ, ବା ସ୍ୱାମୀ ଯଦି ଦ୍ୱିତୀୟ ବିବାହ କରିବେ ତେବେ ସେ ଯେପରି ଦୁଃଖ ଅନୁଭବ କରେ, ତାର ହୃଦୟ ଯେମିତି ଲୋତକାପ୍ଲୁତ ହୋଇଯାଏ, ସୀତାଙ୍କର ସେଇ ଅବସ୍ଥା ହେଇଛି। ସେଥିପାଇଁ ସୀତାଙ୍କୁ ଏଠାରେ ମାନବୀ ଭାବରେ ପ୍ରକଟିତ କରି ଦେଇଛନ୍ତି କବି। ଏହି କଥା ଅନେକ ସମାଲୋଚକ କହିଛନ୍ତି। ତାହା ମଧ୍ୟ ଅସତ୍ୟ ନୁହେଁ, ତାହା ବି ବାସ୍ତବ। କିନ୍ତୁ କଥା କ'ଣ ନା, ସୀତା ଯାହା ହେଲେ ବି ସେ ହେଉଛନ୍ତି ଦିବ୍ୟ ଭାବନା ଯୁକ୍ତ। ସେ କହୁଛନ୍ତି କ'ଣ ପତ୍ରଟିରେ? ରାମଚନ୍ଦ୍ରଙ୍କୁ କି ଗୁହାରି କରୁଛନ୍ତି, କି ପ୍ରାର୍ଥନା କରୁଛନ୍ତି? କେବଳ କହୁଛନ୍ତି, ପ୍ରଭୁ ତୁମେ ମୋତେ ଏତିକି ଜଣାଇ ଦିଅ ଯେ ତୁମର ଯିଏ ଜୀବନ ସାଥୀ ହେଇଛି, କୋଉ ଭାଗ୍ୟ ବଳରେ, କୋଉ ତପସ୍ୟା ବଳରେ, କୋଉ ସାଧନା ବଳରେ ସେ ତମର ନିକଟତର ହୋଇପାରିଛନ୍ତି, ସେତିକି କେବଳ ମୋତେ ଜଣାଇ ଦିଅ। ଆଉ ଅନ୍ୟ କିଛି ମୋର ପ୍ରୟୋଜନ ନାହିଁ। ତା ଅର୍ଥ, ସୀତା ଯେତିକି ରାମଚନ୍ଦ୍ରଙ୍କୁ ଭଲ ପାଇଛନ୍ତି, ଯେତିକି ଆନ୍ତରିକତା ସହକାରେ ନିଜକୁ ସମର୍ପିତ କରି ରଖିଛନ୍ତି, ତାହା ସୀତା ଭାବୁଛନ୍ତି ବୋଧ ହୁଏ ମୋର ତ୍ରୁଟି ଅଛି, ମୋର ଭଲ ପାଇବାରେ ନିଶ୍ଚୟ ଶୂନ୍ୟତା ରହିଛି, ତାହା ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇନି। ତେଣୁ ଯିଏ ପୂର୍ଣ୍ଣାଙ୍ଗିନୀ, ଯିଏ ତାଙ୍କର ନିକଟବର୍ତ୍ତୀ, ତାଙ୍କ ସେଇ ପୂର୍ଣ୍ଣତା ବିଷୟରେ, ତାଙ୍କର ସାଧନା, ତାଙ୍କର ତପସ୍ୟା, ତାଙ୍କର ସମର୍ପଣ ବିଷୟରେ ମୋତେ କେବଳ ଜଣାଇ ଦିଅନ୍ତୁ। ଏତିକି ମୋର ପ୍ରାର୍ଥନା, ଆଉ କିଛି ନୁହେଁ।
एई कथा जे कही पारुचंती से सीता कौन साधारण मानवी से सीता कौन आमे समाज रे देखुथिबा गोटे साधारण स्त्री लोक मात्र से होचंती सेई दृष्टि एक दिव्य चरित्र लवकुश आसी जेते बेले तांको कहि दउचंती जे माँ रामचंद्रंक पई कौन द्वितीय पत्नी दुर्लभ थिले नुहे किंतु कानकी जानकी सुवर्ण प्रतिमा जानकींकर से तांक पार्श्वरे रखिछंती। ए कथा सुनिबा परे सीता तापरे मनस्ताप करुचंती जो पत्र लिखिछंती सेथिपाई पश्चाताप करुचंती एवं रामचंद्रंको क्षमा प्रार्थना करुचंती मने मने जहा कले भी सीता जदि अनुताप कले भी से देवी से पश्चाताप कले देवी से पत्र लिखिले देवी से पत्र न लिखिले भी देवी से रामचंद्र को जेतिकी भल पाइछंती से भल पाइबा प्रकाश कले भी देवी एवं जे रामचंद्र को भल पाइछि तार समकक्ष हेबा पाई जदि सी तपस्चारिणी हेबा पाई प्रस्तुत ता हेले मध्य से होचंती दिव्य गुणर अधिकारी तेणु सीतांकर माने पृष्ठारे पृष्ठारे कौन प्रकृत रे फुटी उठिची बोली जदि आमे प्रश्न करिबा तार उत्तर होची तांकर सेई सुंदर रमणीय सौंदर्यसिक्त दिव्यता से दिव्यता चाही देले आसे ना से दिव्यता आसे अवतरण करे गोटे ऊर्ध्व जगतरु रामचंद्र एवं सीता से माने एई साधारण संसार रे माने बुलाचला करुथिबा अति सामान्य मनुष्य नथिले मात्र से उभयंक भितरे जो प्रेम थिला उभयंक भितरे जो अंतरंगता थिला ताहा अनन्य तेणु सीतांक पत्ररु आमे सीतांकर जेतिकी महिमान्वित रूप देखिबा को पाउछु ठीक सही बड़ी भावरे ता परे परे रामचंद्रंकर अकल्पनीय महानता देखिबा को पाउछु एवं उभयंकु देखि आमे स्तब्ध उभयंकु देखि आमे मुग्ध उभयंकु देखि आमे साश्रुलोचन उभयंकु तेणु आमर अति भक्तिपूर्ण प्रीतिपूर्ण नमस्कार।